गणेशाय नमः। ॐ नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपाः तमः वन्दे परमानन्दमाधवम्। भागवत महापुराण तृतीय स्कंद दशम अध्याय। विदुर उवाच मैत्रेय पादे देई शिर आनंदे पचारे विदुर भमुनि कह सुध मने विष्णु जे गले अंतर्धाने से वेदपति ज्ञान मते प्रजा सर्जिला से के मन्ते तार कि देहे प्रजा थिला केते प्रकारे विहाइला मन कल्पित देह गते कह संशय जाउचिते। सुत उवाच विदुर वाक्य कने शुणी जे पूर्व प्रश्न मने गुणी विदुर प्रीति भाव घेनी कहन्ति मैत्रेय मुनि। मैत्रेय उवाच शुण विदुर एक चिते जगत सर्जिला जे मन्ते गोविंद वाक्ये वेदपति तप साधने कलामति सते बरस वेद मते तप साधिला दृढ़ चिते आत्मा रे आत्मा लीन करी गोविंद वचन सुमरी देखई नयन निश्चले उर्मी संकुल महाजले पवन जोगे अति खर स्वभावे दिशे भयंकर पद्म सहिते लय कंपे उर्मी संकुल अतिरेके कालर बळे कंपमान देखी उसत ब्रह्ममन तक्षेणे तप विद्या बळे सुस्थिर विज्ञान निश्चले वायु सहिते जल राशि से ब्रह्मा जोग बळे ग्रासी प्रलय जल जहु गला निश्चले पद्म विकासिला से पद्मे बसी वेदवर मनरे करई विचार पूर्वे कमल गर्भगते जंतुए पशिछन्ति जेते ताहांको करिबि प्रकाश से जेणु स्वकर्मे प्रवेश एकु अनेक रूप चिंते स्वकर्म बळे नाना मते द्विसप्त लोक स्थान जेहि तीन भवन कले तहि जहि रे जेबा निज कर्म सर्जिले प्रजा भिन्न भिन्न जे जहा मते धर्म चिंती निश्चल जोगे प्रजापति। विदुर उवाच भमुनि हरिर महिमा अद्भुत कर्म गुण सीमा सृष्टि पालन संहारण काल स्वरूप नारायण खेलई निज माया बळे केता देखिब चर्म डोळे तार लक्षण कह मते अणु बा परमाणु जेते। मैत्रेय उवाच स्वभावे निर्गुण अच्युत निर्लेप निर्विकल्पे स्थित तार शरीर आत्मा जात लीला रे सूर्यई जगत ए विश्व ब्रह्ममय रूपी निज मायार बळे व्यापी काल प्रभावे परिच्छिन्न जे काल स्वयं भगवान जेमंत सृष्टि थिला पूर्वे तेमंत पुणी हेब एबे प्रकृति विकृति विकारे जे सर्ग नव परकारे
ଯେ କାଳ ଦ୍ରବ୍ୟ ଗୁଣମୟ ଏହାର ତିନିଟି ପ୍ରଳୟ। ଯେ ବା ପ୍ରଳୟ ହୁଏ କାଳେ ତା ନିତ୍ୟ ବୋଲନ୍ତି ସକଳେ। ଯେ ସଂକର୍ଷଣ ମୁଖାଗ୍ନିରେ ପ୍ରଳୟ ଘଟଇ ସଂସାରେ ସେ ଦ୍ରବ୍ୟ ହେତୁ ନୈମିତିକ ସ୍ୱକାର୍ଯ୍ୟ ଗ୍ରାସେ ପ୍ରାକୃତିକ। ଗୁଣର ବସେ ତା ଉତ୍ପତ୍ତି ଏ ରୂପେ ତ୍ରିବିଧ ବୋଲନ୍ତି। ଯେ କାଳେ ବ୍ରହ୍ମ ଉଦେହନ୍ତି ମହତ ଆଦି ତତ୍ତ୍ୱ ଚିନ୍ତି। ଗୁଣ ବୈଷମ୍ୟ ଆତ୍ମା ବସେ ସ୍ୱଗୁଣ ସ୍ୱଭାବେ ପ୍ରକାଶେ। ମହତ ତତ୍ତ୍ୱ ଆଦ୍ୟ ଚିନ୍ତି ପ୍ରଥମ ସର୍ଗ ଉତ୍ପତ୍ତି। ଦ୍ୱିତୀୟ ଅହଙ୍କାରୋଦୟ ଯେ ଦ୍ରବ୍ୟ ଜ୍ଞାନ କ୍ରିୟାଶ୍ରୟ। ତୃତୀୟ ଭୂତ ସର୍ଗ ହୋଏ ଯେ ମାତ୍ରା ଦିବ୍ୟ ଶକ୍ତି ବହେ। ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମ ଯେ ଜ୍ଞାନ କ୍ରିୟାତ୍ମକ ନାମ। ଇନ୍ଦ୍ରି ରକ୍ଷକ ଦେବଗଣ ଆବର ପଞ୍ଚମରେ ମନ। ଷଷ୍ଠରେ ତାମସ ଯେ ହୋଏ ଅଭିଦ୍ୟ ମହାଶକ୍ତି ବହେ। ଏଷଟ ପ୍ରକୃତି ଗୋଚର ବିକୃତି ଶୁଣ ହେ ବିଦୁର। ଏ ସୃଷ୍ଟି ଜାତ ରାଜଗୁଣେ ହରିର ଲୀଳା ଏ ପ୍ରମାଣେ। ସ୍ଥାବର ସୃଜନ ସପ୍ତମ ଅନ୍ୟାନ୍ୟ ସୃଷ୍ଟି ମୁଖ୍ୟତମ। ଏବେ ହୋ ମୁଖ୍ୟ ସର୍ଗ କହି ସ୍ଥାବର ଷଡ଼ବିଧ ହୋଇ। ବନସ୍ପତି ଲତାଔଷଧି ବିରୁଦ୍ଧ ଦ୍ରୁମ ବେଣୁ ଆଦି ଏହାଙ୍କ ନାମ ଊର୍ଦ୍ଧ୍ୱସ୍ତୋତ୍ର ଅନ୍ତରେ ସ୍ପର୍ଶ ଜ୍ଞାନ ମାତ୍ର। ଅଷ୍ଟମ ସର୍ଗେ ପଶୁଗଣ ସେ ଅଷ୍ଟବିଂଶ ପରମାଣ। ଅଜ୍ଞାତ ତମ ଗୁଣେ ଥାନ୍ତି କେବଳ ଘ୍ରାଣେ ସେ ଜାଣନ୍ତି। ଗୋରୁ ମହିଷ ଛାଗ ନୀତି ଗବୟ ଶୂକର ହରିଣୀ ଏହାଙ୍କ ପାଦେ ବେନି ଖୁର ମେଷ ସରବ ରୁଷ୍ଟ୍ରଖର। ସମ୍ବର ମୃଗ ଆଦି ଯେତେ ଯେ ଖୁର କହୁଁ ତତେ। ଏବେ କହିବା ବୀର ଶୁଣ ଯେ ପଞ୍ଚନଖୀ ପଶୁଗଣ। ସ୍ୱାବୃକ ବ୍ୟଘ୍ର ଯେ ଶୃଗାଳ ଶଶକ ଉଲ୍ଭଲ୍ଲକ ବିଡ଼ାଳ। ସିଂହ ବାନର କୂର୍ମ ହସ୍ତୀ ଏ ପଞ୍ଚନଖ ବୋଲିଥାନ୍ତି। ମକର ଆଦି ଜଳ ଯିବେ ଭାବେ କହିବା ଶୁଣ ଏବେ। ଯେ କଙ୍କସା ଗୁଣ ସଞ୍ଚାଣ ଭାସ ସଲକ ବରହୀନ। ହଂସ ସାରସ ଚକ୍ରବାଳ ଉଲୁକ ଆଦି ଚିଲକାକ। ଏବେ ନବମ ସର୍ଗ କହି ବିଦୁର ଶୁଣ ମନ ଦେଇ। ମନୁଷ୍ୟ ମଧ୍ୟେ ତାକୁ ଗଣି ଦୁଃଖକୁ ସୁଖ ପ୍ରାୟ ମଣି। ରଜ ଅଧିକ କର୍ମ ପର ବିକୃତ ଏ ତିନି ପ୍ରକାର। ଏବେ ଅପର କହୁଁ ତତେ ଉଭୟ ମଧ୍ୟେ ସୃଷ୍ଟି ଯେତେ। କୁମାର ସର୍ଗ ଯେ ବୋଲାଇ ଉଭୟ ମତେ ଦେହ ବହି। ଦେବଙ୍କ ସୃଷ୍ଟି ଅଷ୍ଟବିଧ ପିତର ଅସୁର ବିବୁଧ। ଗନ୍ଧର୍ବ ଅପ୍ସରା ସିଦ୍ଧ ଚାରଣ ପକ୍ଷ ରକ୍ଷ ଭେଦ। ଭୂତ ପିଶାଚ ପ୍ରେତଗଣ କିନ୍ନର ବିଦ୍ୟାଧର କୁଣ। ଏ ଅଷ୍ଟବିଧ ଉତ୍ପତ୍ତି ସ୍ୱଭାବେ ଦେବତା ବୋଲନ୍ତି। ଏ ଦଶ ସର୍ଗ ହେ ବିଦୁର କର୍ମେ ସର୍ଜିଲା ବେଦବର। ଏବେ କହିବା କୁରୁବୀର ଯେ ବଂଶ ମନୁ ମନନ୍ତର। ଏମନ୍ତେ ରଜ ଗୁଣେ ମିଶି ସୃଷ୍ଟି ଆଗମେ ବ୍ରହ୍ମରାଶି। ଅମୋଘ ସଂକଳ୍ପ ସ୍ୱଭାବ ଆତ୍ମାରେ ଆତ୍ମା ପଦ୍ମନାଭ। ତ୍ରିଗୁଣେ ନୋହେ ସେ ଗୃହୀତ ଈଶ୍ୱର ମାୟା ମହୁମତ। ନଦୀଙ୍କ ଜଳ ଯେହ୍ନେ ଭ୍ରମେ ଜଳଧି ଯାନ୍ତି ଯଥାକ୍ରମେ।
ଏ ଯେତେ ଦେବାସୁର ଆଦି ଯେତେ ମୁଁ କହିଲି ସମ୍ପାଦି ସେ ନାନାବିଧ ରୂପ ହନ୍ତି କ୍ରମେ ତାହାର ଦେହେ ଯନ୍ତି ଏମନ୍ତେ ବିଦୁର ସମୀପେ ମୁନି କହିଲେ ପଦ୍ମକଳ୍ପେ ଏ ଭାଗବତ ଜ୍ଞାନ ରସ କହିଲେ ଜଗନ୍ନାଥ ଦାସ। इति श्रीमद्भगवते महापुराणे परमहंस्य संहितायां तृतीयस्कन्ध दशमोऽध्यायः।